ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଡ଼ିଆ ଗ୍ରାମର ସଂଗ୍ରାମ କେଶରୀ ମହାପାତ୍ରଙ୍କ ବାସଭବନ ଓ ହୋଟେଲରେ ଗତକାଲି ବିଳମ୍ବିତ ରାତ୍ରିରେ ଓ ଆଜି ସକାଳେ ଚଢ଼ାଉ କରିଛି ଅବକାରୀ ପୋଲିସ। ଶ୍ରୀ ମହାପାତ୍ରଙ୍କର ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ଥିବାବେଳେ ବିଭିନ୍ନ ସମୟରେ ସରକାରଙ୍କ ନିୟମ ଅନୁଯାୟୀ ମଦ ବିକ୍ରି ଟାର୍ଗେଟ ହେଉନଥିବା ବେଳେ ପ୍ରତିବର୍ଷ ସରକାରୀ ଲାଇସେନ୍ସ ନବୀକରଣ ହେଉଥିବାରୁ ଶ୍ରୀ ମହାପାତ୍ର ଅନ୍ୟତ୍ର ବେଆଇନ ମଦ ତିଆରି କରି ବିକ୍ରି କରୁଥିବା ଅଭିଯୋଗ କରି ଅବକାରୀ ବିଭାଗ କମିଶନର ନୃସିଂହ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀ ମହାପାତ୍ରଙ୍କ 16 ନମ୍ବର ଜାତୀୟ ରାଜପଥ କୁଡ଼ିଆ ନିକଟସ୍ଥ ବସୁନ୍ଧରା ହୋଟେଲରେ ଚଢ଼ାଉ କରାଯାଇଥିଲା। ବାଲେଶ୍ୱର ଅବକାରୀ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଏଚ୍ ତିରୁପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଗତକାଲି ହୋଟେଲ ଓ ଆଜି ସକାଳେ 11ଟା ସମୟରେ ଶ୍ରୀ ମହାପାତ୍ରଙ୍କ ବାସଭବନରେ ହୋଇଥିଲା। ହୋଟେଲରୁ କିଛି ମଦପେଟି, ବ୍ୟବହୃତ ପିକଅପ୍, 8ଟି ବାଇକ୍ ଏବଂ 9 ଜଣଙ୍କୁ ଅବକାରୀ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଶ୍ରୀ ମହାପାତ୍ରଙ୍କ ଘରେ କେହି ନଥିବା ବେଳେ ମାଜିଷ୍ଟ୍ରେଟ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ ସହଯୋଗରେ ଘର ତାଲା ଭାଙ୍ଗି ତନଖି କରିଥିଲା ଅବକାରୀ ପୋଲିସ। ମାତ୍ର ଶ୍ରୀ ମହାପାତ୍ରଙ୍କ ଘରୁ କୌଣସି ଆପତ୍ତିଜନକ ସାମଗ୍ରୀ ନ ପାଇ ଫେରିଥିଲା ଅବକାରୀ ପୋଲିସ। ଏହି ଚଢ଼ାଉରେ ସଦର ଅବକାରୀ ଇନ୍ସପେକ୍ଟର ଦୀପ୍ତିମୟୀ, ଅବକାରୀ ମୋବାଇଲ ଇନ୍ସପେକ୍ଟର ସୁଜିତ ବାଲା, ହରିହର ସିଂ, ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।